ଜାନିଗୋ ପ୍ରାୟ 14 ବର୍ଷ ଓଡ଼ିଶାର ମୁଖ୍ୟମନ୍ତ୍ରୀ ଥିଲେ। ଗଭର୍ଣ୍ଣର ମଧ୍ୟ 5 ବର୍ଷ ଥିଲେ। କେନ୍ଦ୍ରର ମଧ୍ୟ ମନ୍ତ୍ରୀ ଥିଲେ। ସିଏ ମୁଖ୍ୟମନ୍ତ୍ରୀତ୍ୱ କାଳରେ ବା କେନ୍ଦ୍ରମନ୍ତ୍ରୀ ବେଳେ ଇଭିନ୍ ଆସାମର ମୁଖ୍ୟମନ୍ତ୍ରୀ ଥିଲାବେଳେ ରାଜ୍ୟପାଳ ଥିଲାବେଳେ ସେ ଯେଉଁ କର୍ମ କରିଛନ୍ତି ତା ଅତି ସ୍ମରଣୀୟ। ଗୋଟେ ରାଜ୍ୟର ସମୂହ ଉନ୍ନତି ସାହିତ୍ୟରେ, ଶିକ୍ଷାରେ, ସ୍ୱାସ୍ଥ୍ୟରେ, ଶିଳ୍ପରେ, ଚାଷରେ, କଳାରେ, ସଙ୍ଗୀତରେ ସର୍ବବିଧ ଉନ୍ନତି କିପରି ଭାବରେ ଗୋଟେ ରାଜ୍ୟରେ ହେଇପାରିବ ସେ ଭିଜନ ଜାନକୀଙ୍କର ଥିଲା ଏବଂ ସେଇ ଭିଜନକୁ ନେଇକି ସେ କାର୍ଯ୍ୟକ୍ରମ କରୁଥିଲେ। ତେଣୁ ଆସନ୍ତା ଯୁବପିଢ଼ିକୁ ସେ ବାର୍ତ୍ତାଟା ଦେବା ପାଇଁ ଆମେମାନେ ଉଦ୍ୟମ କରୁଛୁ। ଭବିଷ୍ୟତରେ ତ ପୁଣି କେହି MLA ହେବେ, ମନ୍ତ୍ରୀ ହେବେ, ମୁଖ୍ୟମନ୍ତ୍ରୀ ହେବେ। ତେଣୁ ଜଣେ ମୁଖ୍ୟମନ୍ତ୍ରୀ, ଜଣେ ରାଜନେତା ତାର ରାଜ୍ୟ ପ୍ରତି କ'ଣ କର୍ତ୍ତବ୍ୟ ସେ ବିଷୟରେ ସଚେତନ କରିବା ପାଇଁ ଆମେ ଗୋଟେ ଉଦ୍ୟମ କରୁଛୁ। ସେଇଥିପାଇଁ କାଲି ବିଭିନ୍ନ ଦଳର ଲୋକ, ବିଭିନ୍ନ ସେକ୍ସନର ଲୋକ, ପ୍ରଶାସକ, ଚାଷୀ, ଆଦିବାସୀ, ଦଲିତ ସବୁ ଶ୍ରେଣୀର ଲୋକଙ୍କୁ ଯେଉଁମାନେ କି ତାଙ୍କ ଥିବା ସହିତ ସମ୍ପୃକ୍ତ ବି ମଧ୍ୟ ଥିଲେ ତାଙ୍କୁ ଡାକି ତାଙ୍କର ଗୋଟେ ମତାମତ ଆମେ ନେଉଥିଲୁ କିପରି ଭାବରେ ଜାନିଗୋଙ୍କ ଶତବାର୍ଷିକୀଟା ପାଳନ କରାଯିବ। ସେଇ ମିଟିଂ ହେଲା, ମତାମତ ଆମେ ସଂଗ୍ରହ କଲୁ ଏବଂ ସେଇ ମତାମତକୁ ଆଧାର କରି ଜାନିଗୋଙ୍କ ଶତବାର୍ଷିକୀ ପାଳନ କରିବା ପାଇଁ ଆମେମାନେ ଉଦ୍ୟମ କରିବୁ। ସରକାରଙ୍କ ଉପରେ କିଛି ହଁ, ସରକାରଙ୍କୁ ମଧ୍ୟ କିଛି ଆମେ ଦାବି ଜଣାଇବୁ ଯେ ଜାନିଗୋ ପାଇଁ କଥା କରାଯାଉ ବୋଲି। ସରକାର କରିବେ ନ କରିବେ ଅଲଗା କଥା, କିନ୍ତୁ ଆମ ତରଫରୁ ସରକାରଙ୍କୁ ନିଶ୍ଚୟ ଅନୁରୋଧ କରାଯିବ। ସାର୍, ଯେଉଁ ବର୍ଷେ ବ୍ୟାପୀ ଯେଉଁ ଜନ୍ମବାର୍ଷିକୀ ପାଳନଟା ହେବ, ଇଏ ସୁନ୍ଦର ଇନିସିଏଟିଭ୍ ସାର୍ କେମିତି କ'ଣ କାର୍ଯ୍ୟକ୍ରମ କରିବା ଗୋଟେ ଚିନ୍ତାଧାରା? ସେ ଚିନ୍ତାଧାରା ଏବେ ତ ଇନପୁଟ୍ଟା ମିଳିଲା ନା, ଇନପୁଟ୍ଟା ମିଳିଲା ପରେ ଆଉଟପୁଟ୍ଟା ଆସିବ।